ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଜିରାଉତ କଲ୍ୟାଣ ମଣ୍ଡପରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଯୁବ ନିଯୁକ୍ତିମୁଖୀ ଯୋଜନା ସମ୍ପର୍କରେ ବିଭିନ୍ନ କଲେଜ ଯୁବତୀ ଯୁବପିଢ଼ିଙ୍କୁ ସଚେତନ କରିବା ଏବଂ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ସମାବେଶ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୁବକ ଯୁବତୀମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ରୋଜଗାର ଓ ସ୍ୱନିଯୁକ୍ତି ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା। ବିଶେଷକରି ଆଇଟିଆଇ ଡିପ୍ଲୋମା ଉଦ୍ୟୋଗ ସେବା ଏବଂ ବୈଷୟିକ କ୍ଷେତ୍ରରେ ଯୁବପିଢ଼ିଙ୍କୁ ଆଗକୁ ଆସିବାକୁ ପ୍ରୋତ୍ସାହିତ କରାଯାଇଥିଲା। ଉପସ୍ଥିତ ବକ୍ତାମାନେ କହିଥିଲେ ଯେ ଯୁବଶକ୍ତି ହିଁ ରାଜ୍ୟର ବିକାଶର ମୂଳ ଆଧାର। ଯୁବମାନଙ୍କ ଦକ୍ଷତା ବିକାଶ ରୋଜଗାର ସୃଷ୍ଟି ଓ ସ୍ୱନିଯୁକ୍ତିକୁ ପ୍ରାଧାନ୍ୟ ଦେଇ ଓଡ଼ିଶାକୁ ଆର୍ଥିକ ଭାବେ ଅଧିକ ସଶକ୍ତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସମାବେଶରେ ବହୁ ସଂଖ୍ୟକ ଯୁବକ ଯୁବତୀ ସ୍ଥାନୀୟ ଜନପ୍ରତିନିଧି ଓ ଅଧିକାରୀମାନେ ଯୋଗଦେଇ ଯୋଜନାଗୁଡ଼ିକର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ ଜଣାଇଥିଲେ। ଆମର ଆଜି ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ ଭୁବନ ଏଠି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି। ଏଥିରେ ଆମର ବିଭିନ୍ନ ପିଆଇଓସ୍ ମାନେ ତା ସହିତ ଆମର ଏମ୍ପ୍ଲୟମେଣ୍ଟ ଅଫିସର ଏଆଇଓ ଏମାନେ ସମସ୍ତେ ଯୋଗ ଦେଇଥିଲେ। ତ ଏଇ ମୁଖ୍ୟ ଲକ୍ଷ୍ୟ ଥିଲା କି ଆମର ଯୋଉ ଯୁବପିଢ଼ି ଅଛି ଏସ୍ପେଶାଲି ଯୋଉମାନେ ଏବେ କଲେଜରେ ପଢୁଛନ୍ତି କିମ୍ବା ଗ୍ରାଜୁଏଟ ହେଇଛନ୍ତି କିନ୍ତୁ ଏମ୍ପ୍ଲୟମେଣ୍ଟ କୋଉଠି କରିନାହାନ୍ତି କିମ୍ବା ଯୋଉମାନେ ସବୁ ସ୍କୁଲ ପିଲାମାନେ ଡ୍ରପ୍ ଆଉଟ୍ ହେଇଛନ୍ତି ସେମାନଙ୍କୁ ସବୁ ଏଇଠି ଡାକିବାର ଆମର ମୂଳ ଲକ୍ଷ୍ୟ ଥିଲା କି ସେମାନେ ଆଗକୁ ତାଙ୍କର ଦକ୍ଷତା ବିକାଶ କେମିତି କରିପାରିବେ। ଗଭର୍ଣ୍ଣମେଣ୍ଟର ଯୋଉ ଏମଏସଏମଇ ସେକ୍ଟର ହଉ କିମ୍ବା ଇଣ୍ଡଷ୍ଟ୍ରି ଡିପାର୍ଟମେଣ୍ଟ ହଉ ତାଙ୍କର ଯୋଉ ବିଭିନ୍ନ ସ୍କିମ୍ ଅଛି ପିଲାଙ୍କର ଦକ୍ଷତା ବିକାଶ ସହିତ ତାଙ୍କ ପାଇଁକା ଗୋଟେ ଏମ୍ପ୍ଲୟମେଣ୍ଟର ଭିତ୍ତିଭୂମି ତିଆରି କରିବା ପାଇଁ ସେ ବିଷୟରେ ପିଲାମାନଙ୍କୁ କେମିତି ଜଣେଇବେ ସେଇଥିପାଇଁ ଏଠି ଆଜି ପ୍ରୋଗ୍ରାମ ହେଇଛି। ଭୁବନରୁ ଗୌତମ ପାତ୍ରଙ୍କ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ।